ଭିକେ ପାଣ୍ଡିଆନଙ୍କ ନାଁରେ ଥାନାରେ କେସ୍। କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନଙ୍କ ନାଁରେ ଏତଲା। ଆଇନଜୀବୀ ସୁଧୀର ଚରଣ ମହାନ୍ତିଙ୍କ ଏତଲା ଦେଇଛନ୍ତି। ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ଏତଲା ଦିଆଯାଇଛି। ଖଣି ମାଫିଆଙ୍କ ଠାରୁ କୋଟି କୋଟି ଟଙ୍କା ଉତ୍କୃଷ୍ଟ ନେବା ଅଭିଯୋଗ କରିଛନ୍ତି। ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଆଦି ଗୁରୁତର ଅଭିଯୋଗ କରିଛନ୍ତି ସୁଧୀର ଚରଣ ମହାନ୍ତି। ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ଥାନାରେ କେସ୍। ସେହିପରି ହେଲିକପ୍ଟରରେ ଉଡ଼ି ରାଜକୋଷର ବ୍ୟାପକ କ୍ଷତି କରିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତିର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ଭିକେ ପାଣ୍ଡିଆନଙ୍କୁ ନେଇ କିଛି ଦିନ ପୂର୍ବେ ବଡ଼ ବୟାନ ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଥିଲେ ପାଣ୍ଡିଆନଙ୍କ ଗସ୍ତ ପାଇଁ ହେଲିପ୍ୟାଡ୍ ନିର୍ମାଣ ହେଉଥିଲା। ଏହାକୁ ନିର୍ମାଣ କରିବାକୁ କିଏ କିଏ ଅନୁମତି ଦେଉଥିଲା, କାହା ଅନୁମତିରେ ସେ ହେଲିକପ୍ଟରରେ ଉଡ଼ୁଥିଲା, ଜଣେ ସଚିବଙ୍କ ଗସ୍ତ ପାଇଁ କିଏ ଅନୁମତି ଦେଉଥିଲା, ସବୁ କିଛିର ତଦନ୍ତ ହୋଇ ଖୁବ୍ ଶୀଘ୍ର ଦଣ୍ଡବିଧାନର ବ୍ୟବସ୍ଥା ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହା ପୂର୍ବରୁ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବା ବୋଲି କହିଛନ୍ତି।